ସାଇକୋଲୋଜି କହିଥାଏ ଯଦି ଗେହିବା ସମୟରେ ଆପଣଙ୍କ ପାଣି ବହୁତ ଜଲ୍ଦି ବାହାରି ଯାଉଛି ବା ଠିକ୍ ଭାବରେ ଠିଆ ହୋଇ ରହୁନାହିଁ, ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। ଗେହିବାର 1 ଘଣ୍ଟା ପୂର୍ବରୁ ପ୍ରଥମେ ନିଜ ବାଣ୍ଡଟିକୁ ଫିଟିକିରି ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ। ଏହାପରେ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ ଓ ଶୁଖିଗଲା ପରେ 10 ବୁନ୍ଦା ଗୁଜୁରାତି ତେଲ ଓ 10 ବୁନ୍ଦା ନଡ଼ିଆ ତେଲକୁ ନେଇ ଭଲ ଭାବରେ ମିଶାଇ ନିଜ ବାଣ୍ଡଟି ଉପରେ ଧୀରେ ଧୀରେ ତଳ ଉପରକୁ ଓ ଉପର ତଳୁ କରି 5 ମିନିଟ୍ ପର୍ଯ୍ୟନ୍ତ ମାଲିସ କରନ୍ତୁ ଓ ମାଲିସ କରିବାର 15 ମିନିଟ୍ ପରେ ଗେହିବାକୁ ଯାଆନ୍ତୁ। ଏହାଦ୍ୱାରା ଆପଣଙ୍କର ରାତିସାରା ଟାଇଟ୍ ଓ ପାଣି ବି ବହୁତ ଡେରିରେ ବାହାରିବ। ସାଇକୋଲୋଜି କହିଥାଏ ଯଦି ଆପଣ ଗେହିବାର ସମୟକୁ 30ରୁ 45 ମିନିଟ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଁଛନ୍ତି, ତେବେ 1 ଗ୍ଲାସ୍ ପାଣି ନେଇ ସେଥିରେ 6ଟି ଗୁଜୁରାତି ଓ 3ଟି ଲବଙ୍ଗ ମିଶାଇ ଭଲ ଭାବରେ ଫୁଟାଇ ନିଅନ୍ତୁ ଓ ପୁରା ଥଣ୍ଡା ହୋଇଗଲା ପରେ ଯଦି ରାତିରେ ଗେହିବାକୁ ଚାହୁଁଛନ୍ତି, ତେବେ ଏହାକୁ 2 ପ୍ରହରରେ ପିଅନ୍ତୁ। ଏମିତି 2 ମାସ ଯାଏଁ କରନ୍ତୁ, ଦେଖିବେ ଆପଣଙ୍କ ଗେହିବାର ସମୟ ଧୀରେ ଧୀରେ ବଢ଼ିଯିବ। ସାଇକୋଲୋଜି କହିଥାଏ ଯେତେବେଳେ ପୁରୁଷ କୌଣସି ଯବାନୀ ମହିଳାକୁ ଦେଖିଥାନ୍ତି ଯାହାଙ୍କ ସ୍ତନ ଅଧିକ ବଡ଼ ହୋଇଥାଏ, ତେବେ ପୁରୁଷ ସେହି ମହିଳାଙ୍କ ସହିତ କରିବାକୁ ଚାହିଁଥାନ୍ତି। ସାଇକୋଲୋଜି କହିଥାଏ ପ୍ରଥମ ଥର ଶାରୀରିକ ସମ୍ପର୍କ ବନାଇବା ସମୟରେ ପୁରୁଷଙ୍କ ଠାରୁ ଅଧିକ ମହିଳା ଡରିଥାନ୍ତି। ସାଇକୋଲୋଜି କହିଥାଏ କୌଣସି ବି ପରିସ୍ଥିତିରେ ଯେଉଁ ବ୍ୟକ୍ତି ଆପଣଙ୍କ ପାଇଁ ନଇଁ ଯାଇଥାନ୍ତି, ତେବେ ସେ ଆପଣଙ୍କର ଇଜ୍ଜତ ନୁହେଁ ଆପଣଙ୍କୁ ବହୁତ ଭଲ ବି ପାଇଥାନ୍ତି। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ପୂର୍ବରୁ ନିଜ ଗୁପ୍ତାଙ୍ଗ ଉପରେ ନଡ଼ିଆ ତେଲ ସହିତ କିଛି କର୍ପୂର ମିଶାଇ ତାକୁ ଗୁପ୍ତାଙ୍ଗ ଉପରେ ଧୀରେ ଧୀରେ ମାଲିସ କରିବା ଦ୍ୱାରା ଆପଣଙ୍କ ଗୁପ୍ତାଙ୍ଗ ବହୁତ ଜଲ୍ଦି ଶକ୍ତ, ଲମ୍ବା ଓ ମୋଟା ହୋଇ ଯାଇଥାଏ। ସାଇକୋଲୋଜି କହିଥାଏ କାହାକୁ ନିଜର ସାହାରା ବନାନ୍ତୁ ନାହିଁ, କାରଣ ସାହାରା ସବୁବେଳେ ମଣିଷକୁ କମଜୋର ବନାଇ ଦେଇଥାଏ। ସାଇକୋଲୋଜି କହିଥାଏ ଯେତେବେଳେ କିଛି କଥା ନିଜ ଉପରେ ବିତିଥାଏ ତେବେ ସତ ଲାଗିଥାଏ ଓ ଯଦି ଏହା ଅନ୍ୟ ଉପରେ ବିତିଥାଏ ତେବେ ଡ୍ରାମା ଲାଗିଥାଏ। ସାଇକୋଲୋଜି କହିଥାଏ ଏହି 3ଟି ଲୋକଙ୍କ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ। ନକାରାତ୍ମକ ଲୋକଙ୍କ ଠାରୁ, ମିଛୁଆ ଲୋକଙ୍କ ଠାରୁ ଓ ସେହି ଲୋକଙ୍କ ଠାରୁ ଯିଏ ଆପଣଙ୍କ ଖୁସିକୁ ଦେଖି ଜଳିଥାନ୍ତି।